ହୃଦୟ ଇଂରାଜୀରେ ହାର୍ଟ ବୋଲି ଏବଂ ଆମେ ଯଦି ଦେଖିବା ବାଇବେଲରେ ହୃଦୟ ବିଷୟ ଯାହାକି ହାର୍ଟ ବୋଲି ଇଂରାଜୀ ଶବ୍ଦ ବ୍ୟବହାର କରାଯାଇଛି ଅଧିକାଂଶ ସ୍ଥାନରେ ମନକୁ ବି ହାର୍ଟ ଆଉ ଅନ୍ତଃକରଣକୁ ବି ହାର୍ଟ ଏବଂ ଚିତ୍ତ ବୋଲି ଯାହା ଓଡ଼ିଆରେ ତାହାକୁ ବି ହାର୍ଟ ବୋଲି ପ୍ରଭୁଙ୍କର ବାକ୍ୟରେ ଆମେ ଉଲ୍ଲେଖ କରାଯାଇଥିବା ବିଷୟ ଆମେ ଦେଖୁ। ତେବେ ଏହି ହୃଦୟ ସମ୍ପର୍କୀୟ କେତୋଟି ସତ୍ୟତା ମୋତେ ଯାହାକି ବହୁତ ଭଲ ଲାଗେ ସେହି ପଦଗୁଡ଼ାକ ମୁଁ ଆପଣମାନଙ୍କର ସମ୍ମୁଖରେ ରଖିବାକୁ ଇଚ୍ଛା କରେ। ଆମେ ହୃଦୟ ବିଷୟରେ ଅନେକ ପ୍ରଭୁଙ୍କର ବାକ୍ୟ ବାଇବେଲରେ ଦେଖୁ। ଅତ୍ୟଧିକ ପରିମାଣରେ ଏ ହୃଦୟ ଜଡ଼ିତ ହୃଦୟ ସମ୍ବନ୍ଧୀୟ ବା ସମ୍ପର୍କରେ ବହୁତ ଈଶ୍ୱରଙ୍କର ବାକ୍ୟର ସତ୍ୟତା ଆମେ ଦେଖିପାରିବା ବାଇବେଲରେ। କିନ୍ତୁ ଅଳ୍ପ ସୀମିତ ସମୟ ଆଉ ଅଳ୍ପ ପରିମାଣରେ ମୁଁ ସେ ହୃଦୟ ସମ୍ପର୍କୀୟ କେତୋଟି ବାକ୍ୟ ଯାହାକି ରୋମିଓ 10:9 ଆମେ ଦେଖୁ ଯେ ଯେଣୁ ତୁମେ ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ ତେବେ ପରିତ୍ରାଣ ପ୍ରାପ୍ତ ହେବ। ଜଣେ ମନୁଷ୍ୟ ତା ହୃଦୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାର ଅଛି। ପରିତ୍ରାଣ ପାପରୁ ପରିତ୍ରାଣ ପ୍ରାପ୍ତ ନିମନ୍ତେ ବା ତା ହୃଦୟ କଳୁଷିତ ପାପ ହୃଦୟକୁ ସୁନ୍ଦର ଆଉ ସେଇ ହୃଦୟକୁ ପ୍ରଭୁଙ୍କର ବାସସ୍ଥାନ କରିବା ନିମନ୍ତେ ତାର ପାପ ସେ ସ୍ୱୀକାର କରି ପରିତ୍ରାଣ ପାଇବ। ହୃଦୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବ, ମୁଖରେ ପ୍ରଭୁ ବୋଲି ତାହାଙ୍କୁ ସ୍ୱୀକାର କରିବ ଆଉ ବିଶ୍ୱାସ କରିବ ହୃଦୟରେ ଯେ ମୃତମାନଙ୍କ ମଧ୍ୟରୁ ସେ ଉଠିଛନ୍ତି, ସେ ମୃତ୍ୟୁଞ୍ଜୟ, ସେ ଏକମାତ୍ର ପ୍ରଭୁ ପରିତ୍ରାଣକାରୀ, ତେବେ ସେ ପରିତ୍ରାଣ ପାଇବ। ତେଣୁ ପ୍ରିୟମାନେ ହୃଦୟରେ ବିଶ୍ୱାସର ଆବଶ୍ୟକ ଆଉ ସେଇ ହୃଦୟ ଯାହାକି ପ୍ରଭୁ ଚାହାନ୍ତି ଯେ ହୃଦୟ ସହିତ ଯଦି ବିଶ୍ୱାସ କଲେ ପ୍ରଭୁ ଆଶୀର୍ବାଦ କରିବେ। ଉପଦେଶକ 3:5 ଲେଖାଯାଏ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କର। ଆଉ ସେ ଏହି ସର୍ବାନ୍ତକରଣ ବ୍ୟବହାର କରାଯାଇଛି ଇଂରାଜୀରେ ହାର୍ଟ ବୋଲିକି। ଟ୍ରଷ୍ଟ ଇନ୍ ଦ ଲର୍ଡ଼ ୱିଥ୍ ଅଲ୍ ୟୋର୍ ହାର୍ଟ ଆଣ୍ଡ ଡୁ ନଟ୍ ଇନ୍ ୟୋର୍ ଓନ୍ ଅଣ୍ଡରଷ୍ଟାଣ୍ଡିଂ। ମାନେ ଏଠି ଆମେ ଦେଖୁ ଟ୍ରଷ୍ଟ ଇନ୍ ଦ ଲର୍ଡ଼ ୱିଥ୍ ଅଲ୍ ୟୋର୍ ହାର୍ଟ। ଏଠାରେ ହାର୍ଟ ଆଉ ଓଡ଼ିଆରେ ସର୍ବାନ୍ତକରଣ। ତେଣୁକରି ହୃଦୟ ସହିତ ବା ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କୁ ବିଶ୍ୱାସ କରିବାର ଅଛି। ଆମେ ଗୀତ ସଂହିତା 119:11 ଆମେ ଦେଖୁ ଯେ ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ଚିନ୍ତା କରନ୍ତୁ, ହୃଦୟରେ ପ୍ରଭୁଙ୍କୁ ଆମେ ଗ୍ରହଣ କଲୁ, ବିଶ୍ୱାସ କରି ହୃଦୟରେ ରଖିଲୁ ଆଉ ଏ ହୃଦୟର ପରିବର୍ତ୍ତନ ପ୍ରଭୁ କରି ଏ ହୃଦୟରେ ସେ ଅଛନ୍ତି। ତା ସହିତ ପ୍ରଭୁ ଚାହୁଁଛନ୍ତି ତାହାଙ୍କର ବାକ୍ୟ ଯେତେ ପରିମାଣରେ ଆମେ ପ୍ରଭୁଙ୍କର ବାକ୍ୟକୁ ହୃଦୟରେ ରଖିବା ଆମେ ପାପ ଠାରୁ ଦୂରରେ ରହିବା ଆଉ ପାପ ନ କରିବା ନିମନ୍ତେ ପ୍ରଭୁଙ୍କର ବିରୁଦ୍ଧରେ ପାପ ନ କରିବା ନିମନ୍ତେ ଆମମାନଙ୍କର ହୃଦୟରେ ତାହାଙ୍କର ବାକ୍ୟକୁ ସଞ୍ଚୟ କରିବାର ଅଛି। ତେଣୁ ଏହି ହୃଦୟ ପ୍ରଭୁଙ୍କର ହୃଦୟ, ତାହାଙ୍କର ବାସସ୍ଥାନ, ତା ସହିତ ତାଙ୍କର ବାକ୍ୟର ସଞ୍ଚୟ ସ୍ଥାନ। ତେଣୁକରି ଆମେ ବାକ୍ୟ ଧ୍ୟାନ କରି ଆମେ ସଞ୍ଚୟ କରିବାର ଅଛି। ଗୀତ ସଂହିତା 51:10 ଆମେ ଦେଖୁ ଯେ ପାପ କଲା ପରେ ଦାଉଦ ସେ ତାଙ୍କର ହୃଦୟ କଳୁଷିତ ହୋଇଯାଇଛି, ତାଙ୍କର ହୃଦୟରେ ଆହ୍ଲାଦ ଆନନ୍ଦ ଦରକାର। ତେଣୁକରି ସେ ହୃଦୟକୁ ପ୍ୟୁର୍ ବା କ୍ଲିନ୍ ଭାବେ ରଖିବା ପାଇଁ ଇଂରାଜୀରେ ଲେଖାଯାଏ କ୍ରିଏଟ୍ ଇନ୍ ମି ଏ କ୍ଲିନ୍ ହାର୍ଟ। ଏ କ୍ଲିନ୍ ହାର୍ଟ କିନ୍ତୁ ଆମେ ଓଡ଼ିଆରେ ଦେଖୁ ସେଠାରେ ଲେଖାଯାଏ ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ, ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥି ସବୁ ପ୍ରଫୁଲ୍ଲ ହେବ। ଏଠି ଓଡ଼ିଆରେ ଆମେ ହୃଦୟ ନ ଦେଖିଲେ ବି ଆମେ
ଇଂଲିଶ ବାଇବଲ ଇଂଲିଶ ବାକ୍ୟରେ ଆମେ ଦେଖୁ ଯେ ଦାଉଦ କୁହନ୍ତୁ କ୍ରିଏଟ୍ ଇନ୍ ମି ଏ କ୍ଲିନ୍ ହାର୍ଟ ଗଡ୍ ବୋଲି କହୁଥିବା ବିଷୟ ଆମମାନଙ୍କ ଜୀବନରେ ମଧ୍ୟ ପ୍ରଭୁଙ୍କର ସେଇ ସତ୍ୟତା ଆଉ ଶୁଦ୍ଧତା ଆମ ହୃଦୟରେ ଦରକାର। ସବୁବେଳେ ଆମମାନଙ୍କ ହୃଦୟ ଯେପରି କ୍ଲିନ୍ ରହିବ। ତେଣୁକରି ଆମେ ପ୍ରଭୁଙ୍କର ବାକ୍ୟ ଅନେକ ଅଛି। ଆମେ ଦେଖୁ ଯେ ଆମମାନଙ୍କର ହୃଦୟରେ ବାହାରୁଥିବା ମନୋବାଞ୍ଛା ଗୁଡ଼ାକ ସେ ପୂର୍ଣ୍ଣ କରିବେ। ଆଉ ସେଇଠି ମଧ୍ୟ ଆମେ ଦେଖୁ ସଦାପ୍ରଭୁଙ୍କ ଠାରେ ଆନନ୍ଦ କର ତହିଁରେ ସେ ତୁମର ମନୋବାଞ୍ଛା ପୂର୍ଣ୍ଣ କରିବେ। ଏଠି ମନୋବାଞ୍ଛା ବୋଲି ଲେଖାଯାଇଛି, ମନକୁ ୟୁଜ୍ କରାଯାଇଛି ହୃଦୟ ଜାଗାରେ, କିନ୍ତୁ ଇଂରାଜୀରେ ଲେଖାଯାଏ ଏଇ ହୃଦୟକୁ ବ୍ୟବହାର କରାଯାଏ ଡିଲାଇଟ୍ ୟୋର୍ ସେଲ୍ଫ in the Lord and he will give you the desires of your heart. The desires of your heart ମାନେ ହୃଦୟର ସବୁ ଡିଜାୟାର୍ସ ଗୁଡ଼ାକ, ଇଚ୍ଛା ଗୁଡ଼ାକ। ତେଣୁ ମନ ସ୍ଥାନରେ ହାର୍ଟ ବ୍ୟବହାର କରାଯାଇଛି। ମନୋବାଞ୍ଛା ବା ହୃଦୟର ଇଚ୍ଛା ବା ବାଞ୍ଛା এই ବିଷୟ ଆମେ ଦେଖୁଛୁ ଏହି ବାକ୍ୟରେ। ଗୀତ ସଂହିତା 37:4 ଆଉ 34 ଗୀତ ସଂହିତା 37:4 ଏ ବିଷୟ ଦେଖୁ। ଆମେ ସମସ୍ତେ ଜାଣୁ ଏଭ୍ରି 4:12 ଆଉ ପ୍ରଭୁଙ୍କର ବାକ୍ୟ ହେଉଛି ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ ବୋଲି। ଆମେ ଏଭ୍ରି 4:12 ଯଦି ଆମେ ପାଠ କରିବା ସେଠାରେ ଲେଖାଯାଏ, କାରଣ ଈଶ୍ୱରଙ୍କର ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ, ପୁଣି ଦ୍ୱିଧାର ଖଡ଼୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାର ଈଶ୍ୱରଙ୍କର ବାକ୍ୟ, ସେ ଜୀବନ୍ତ ବାକ୍ୟ, କାର୍ଯ୍ୟ ସାଧକ ବାକ୍ୟ, ତୀକ୍ଷ୍ଣତର ଦ୍ୱିଧାର ଖଡ଼୍ଗଠାରୁ ସେଇ ବାକ୍ୟ, ତାହା ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ଆଉ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ ଯେ ପାଉଲ ଯେତେବେଳେ ଫିଲିପିଓ ମଣ୍ଡଳୀକୁ ଲେଖୁଛନ୍ତି ସେଇଠି ସେମାନଙ୍କୁ କହୁଛନ୍ତି, ମୁଁ ତୁମମାନଙ୍କୁ ମୋର ହୃଦୟରେ ଧାରଣ କରିଅଛି। ମାନେ ମୋର ହୃଦୟରେ ମୁଁ ତୁମମାନଙ୍କୁ ରଖୁଅଛି ଆଉ ରଖିଅଛି। ପ୍ରଥମରେ ସେ କହୁଛନ୍ତି ତୁମ ପାଇଁ ମୁଁ ପ୍ରାର୍ଥନା କରୁଅଛି, ତୁମକୁ ସ୍ମରଣ କରୁଅଛି। ଆଉ ଏଠି ଫିଲିପିଓ 1:7 କହନ୍ତି ଶେଷ ଲାଇନରେ, ମୁଁ ତୁମମାନଙ୍କୁ ହୃଦୟରେ ଧାରଣ କରିଅଛି ବା ମୁଁ ତୁମମାନଙ୍କୁ ମୋର ହୃଦୟରେ ରଖିଅଛି। ଆମେ ସେହି ବାକ୍ୟ ଯଦି ପଢ଼ିବା ସେଠି ଜାଣିପାରିବା ଫିଲିପିଓ 1:7 ଆଉ ତୁମ୍ଭ ସମସ୍ତଙ୍କ ବିଷୟରେ ମୋର ଏପରି ଭାବିବା ଉଚିତ, ଯେଣୁ ତୁମେ ସମସ୍ତେ ମୋହର ବନ୍ଧନରେ ଯେପରି ସୁସମାଚାର ପକ୍ଷ ସମର୍ଥନ ଓ ସେଥିର ସତ୍ୟ ପ୍ରମାଣ କରିବାରେ ସେହିପରି ମୋ ସହିତ ଅନୁଗ୍ରହର ସହଭାଗୀ ଅଟ। ଏଥି ନିମନ୍ତେ ମୁଁ ତୁମମାନଙ୍କୁ ହୃଦୟରେ ଧାରଣ କରିଅଛି। ହଁ ପ୍ରିୟମାନେ, ଆଜି ଆମେ ଏହି ହୃଦୟକୁ ପ୍ରଭୁଙ୍କ ହୃଦୟ ବୋଲି, ପ୍ରଭୁଙ୍କର ସେଇ ମନ, ପ୍ରଭୁଙ୍କର ଯେପରି ତାଙ୍କର ହୃଦୟ ଥିଲା, ପ୍ରେମର ହୃଦୟ, ଦୟାର ହୃଦୟ, କ୍ଷମାର ହୃଦୟ, ସେହି ପ୍ରକାର ଆମମାନେ ମଧ୍ୟ ପରସ୍ପରକୁ ସେମିତି ପ୍ରେମ କରି ଗ୍ରହଣ କରି ପାଉଲ ଯେପରି କହୁଛନ୍ତି, ମୁଁ ତୁମମାନଙ୍କୁ ବିଶ୍ୱାସୀମାନଙ୍କୁ କହୁଛନ୍ତି ମୋର ହୃଦୟରେ ରଖିଅଛି ବୋଲି। ହଁ ପ୍ରିୟମାନେ, ଆମମାନେ ମଧ୍ୟ ଆମ ହୃଦୟରେ ଅନେକଙ୍କୁ ରଖିବାର ଅଛି, ଧାରଣ କରିବାର ଅଛି। ଆଉ ଅନେକ ସମୟରେ ଆମମାନେ ହୃଦୟରେ ଅନେକ କଳୁଷତା, ଦୁଃଖ, ଅନେକ ବିଷୟ ଗୁଡ଼ାକ ଆସିଥାଏ। ଆଉ ଫଳରେ ଆମମାନେ ସେଇ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ତେଣୁକରି ଖରାପ ବିଷୟ, ଅସତ୍ୟ ଆଉ ଅଶୁଦ୍ଧ ବିଷୟ ଗୁଡ଼ାକ ମୁଖରେ ବାହାରିଥାଏ। କିନ୍ତୁ ପ୍ରଭୁ ଯେତେବେଳେ ଆମମାନଙ୍କର ହୃଦୟକୁ ପରିବର୍ତ୍ତନ କରି ପ୍ରଭୁ ଅନୁଗ୍ରହ କରିଥାନ୍ତି, ଆଉ ଏ ହୃଦୟରେ ଦୁଃଖ, କଷ୍ଟ, ଚିନ୍ତା ଆସିଥିଲେ ବି, ଆଉ ଏ ହୃଦୟ ଉଦ୍ବିଗ୍ନ ହୋଇଯାଇଥିଲେ ବି, ସେ କହନ୍ତି ତାଙ୍କର ବାକ୍ୟରେ, ତୁମମାନଙ୍କର ହୃଦୟ ଉଦ୍ବିଗ୍ନ ନ ହଉ, ତୁମେମାନେ ଭୟଗ୍ରସ୍ତ ହୁଅ ନାହିଁ। ଏହି ପ୍ରକାର ଆମମାନଙ୍କର ପ୍ରଭୁ। ତେଣୁକରି ଆସୁ ଆମମାନଙ୍କର ହୃଦୟରେ ଥିବା ସବୁ ପାପକୁ ଦୂର କରେ, ଆମର ହୃଦୟକୁ ପ୍ରସ୍ତୁତ କରେ। ଆମର ହୃଦୟ ଯେ ପ୍ରଭୁଙ୍କର, ଆଉ ପ୍ରଭୁଙ୍କର ବାସସ୍ଥାନ ଏହି ହୃଦୟରେ ପ୍ରଭୁଙ୍କର ବାକ୍ୟ ରଖି ପାପରୁ ଦୂରକୁ ରହି, ଆଉ ଏହି ହୃଦୟରେ ପ୍ରଭୁଙ୍କୁ ଗୌରବ ଦେବାକୁ ବଢ଼ିବା। ପ୍ରଭୁ ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ।